ଆଜିର ଜହ୍ନମାମୁଁର କାହାଣୀର ନାଁ ଶତ୍ରୁତା ଓ ମିତ୍ରତା। ସୁଦର୍ଭ ରାଜ୍ୟର ରାଜକୁମାରୀ ଚମ୍ପାବତୀ ଥିଲେ ଅପୂର୍ବ ସୁନ୍ଦରୀ। ତାଙ୍କ ସୌନ୍ଦର୍ଯ୍ୟ ଆଉ ବୁଦ୍ଧି ବିବେକ କଥା ଶୁଣି ଅନେକ ରାଜା ଓ ରାଜକୁମାର ତାଙ୍କୁ ବିବାହ ହେବାକୁ ମନ କରିଥିଲେ। ସେହି ସବୁ ଆଶାୟୀ ରାଜପୁରୁଷମାନଙ୍କ ଭିତରେ ଅନ୍ୟତମ ଥିଲେ ବୀରନଗରର ରାଜା ଜୟଚନ୍ଦ୍ର। ଯଥା ସମୟରେ ଚମ୍ପାବତୀଙ୍କର ସ୍ୱୟଂବର କଥା ଘୋଷଣା ହେଲା। ନିମନ୍ତ୍ରଣ ପାଇ ରାଜକୀୟ ଯୁବକମାନେ ଆସି ପହଞ୍ଚିଲେ। ଜୟଚନ୍ଦ୍ର ନିଜ ସମ୍ପର୍କରେ ଅନେକ ବଡ଼ ବଡ଼ କଥା ଯେପରି ରାଜକୁମାରୀଙ୍କ କାନରେ ପଡ଼ିବ ସେ ବ୍ୟବସ୍ଥା କରିଥାନ୍ତି। କିନ୍ତୁ ରାଜକୁମାରୀ ବରମାଳା ଦେଲେ ବିଜୟପୁରୀର ରାଜା ଉଦୟନଙ୍କ ଗଳାରେ। ଜୟଚନ୍ଦ୍ର ଯେତିକି ହତାଶ ହେଲେ ସେତିକି କ୍ରୋଧ ହେଲେ, କାରଣ ଦୁଇ ପଡ଼ୋଶୀ ରାଜ୍ୟ ବୀରନଗର ଆଉ ବିଜୟପୁରୀ ଭିତରେ ବହୁ ଦିନରୁ ବିବାଦ ଲାଗିଥାଏ। ଉଦୟନଙ୍କ ନାମ ପଡ଼ିଲେ ଜୟଚନ୍ଦ୍ରଙ୍କ ମୁଣ୍ଡକୁ ରକ୍ତ ଉଠି ଯାଉଥାଏ। ତେଣେ ବିବାହ ଅନୁଷ୍ଠାନ ଚାଲିଛି, ଏଣେ ଉତ୍ତେଜିତ ଭାବରେ ଜୟଚନ୍ଦ୍ର କେତେଜଣ ରାଜପୁତ୍ରକୁ ମଝିରେ ଠିଆ ହୋଇ କହୁଥାନ୍ତି, ରାଜକୁମାରୀ ଚମ୍ପାବତୀଙ୍କର ବୁଦ୍ଧି ଥିଲେ ସେ ଉଦୟନ ଭଳି କାପୁରୁଷ ଅପଦାର୍ଥକୁ ମନୋନୀତ କରିଥାନ୍ତେ। ଏଭଳି ଉଦ୍ଧତ କଥା ଶୁଣି ଉଦୟନଙ୍କର ବନ୍ଧୁମାନେ ଉତ୍କ୍ଷିପ୍ତ ହୋଇ ଉଠିଲେ। କିନ୍ତୁ ବିବାହ ଅନୁଷ୍ଠାନ ଶେଷ ହେବା ମାତ୍ରେ ଉଦୟନ ଉଠି ଆସି ସେମାନଙ୍କୁ ଶାନ୍ତ ହେବାକୁ କହି ଆଉ ଜୟଚନ୍ଦ୍ରଙ୍କ ପାଖକୁ ଯାଇ କହିଲେ, ତୁମେ ନିଜକୁ ଯୋଗ୍ୟ ବୋଲି ଆଉ ମୋତେ ଅଯୋଗ୍ୟ ବୋଲି କହୁଛ, ଏଇ କଥା ତ? ତେବେ ଗୁଡ଼ାଏ ଆସ୍ଫଳନ କଲେ କ'ଣ ତମ ଯୋଗ୍ୟତା ପ୍ରତିପାଦିତ ହୋଇଯିବ? ଆସ ବରଂ ଲଢ଼ିବା। ଦ୍ୱନ୍ଦ୍ୱ ଯୁଦ୍ଧରେ ଉଦୟନ ଅପ୍ରତିଦ୍ୱନ୍ଦ୍ୱୀ ବୋଲି ଜୟଚନ୍ଦ୍ର ଜାଣିଥିଲେ। ତେଣୁ ସେ ଲଢ଼ିବାକୁ ବାହାରିଲେ ନାହିଁ। ଚୁପଚାପ ବୀରନଗର ଫେରିଯାଇ ଯୁଦ୍ଧ ପାଇଁ ସଜ ହେଲେ। ରାଜା ଉଦୟନ ନିଜ ଗୁପ୍ତଚରମାନଙ୍କଠାରୁ ଜୟଚନ୍ଦ୍ର ଯୁଦ୍ଧ ପ୍ରସ୍ତୁତି ବିଷୟରେ ସବୁ ଖବର ପାଇଲେ। ସେ ଯୁଦ୍ଧ ହଉ ବୋଲି ଚାହୁଁନଥିଲେ। ଜଣେ ଦୂତ ହାତରେ ସେ ଜୟଚନ୍ଦ୍ରଙ୍କ ପାଖକୁ ଖଣ୍ଡିଏ ଚିଠି ପଠାଇଲେ। ସେଥିରେ ଲେଖାଥିଲା, ରାଜା ଜୟଚନ୍ଦ୍ର, ତୁମ ମୋ ଭିତରେ ବ୍ୟକ୍ତିଗତ ରୋଷ ଯୋଗୁଁ ଦୁଇ ରାଜ୍ୟର ହଜାର ହଜାର ସୈନ୍ୟ ରକ୍ତ ଦେବେ ଆଉ ଲକ୍ଷ ଲକ୍ଷ ପ୍ରଜା କଷ୍ଟ ପାଇବେ, ଏହା ଉଚିତ ନୁହଁ। ତୁମେ ଯୁଦ୍ଧ ଉଦ୍ୟମରୁ କ୍ଷାନ୍ତ ହୁଅ। ପ୍ରଜାଙ୍କ ହିତ ସାଧନ ଦିଗରେ ମନ ଦିଅ। ଆସ ଆମେ ବନ୍ଧୁ ହୋଇ ରହିବା। ଚିଠି ପଢ଼ି ଜୟଚନ୍ଦ୍ର ଅଟ୍ଟହାସ୍ୟ କଲେ ଆଉ କହିଲେ, ଉଦୟନ ଭୟଭୀତ ହୋଇପଡ଼ିଲାଣି। କିନ୍ତୁ ଜୟଚନ୍ଦ୍ରଙ୍କର ମନ୍ତ୍ରୀ ଜଣେ ବିଜ୍ଞ ବ୍ୟକ୍ତି ଥିଲେ। ସେ କହିଲେ, ମହାରାଜ, ଆପଣ ଭୁଲ କହୁଛନ୍ତି। ଉଦୟନ ଖୁବ୍ ସତର୍କ ଲୋକ। ତାଙ୍କ ରାଜ୍ୟର ସୈନ୍ୟବାହିନୀ ମଧ୍ୟ ଖୁବ୍ ଦକ୍ଷ। ଯୁଦ୍ଧରେ ତାଙ୍କୁ ପରାସ୍ତ କରିବା ସହଜ ନୁହେଁ। ଯୁଦ୍ଧ ବହୁତ ଦିନ ଚାଲିବ। ଯେତେବେଳେ ଯୁଦ୍ଧ ବହୁତ ଦିନ ଚାଲେ ସେତେବେଳେ ପ୍ରଜାଙ୍କ ସହଯୋଗ ବିନା ସାଫଲ୍ୟ ମିଳେ ନାହିଁ। ଆମ ପ୍ରଜାଙ୍କ ଉଦୟନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ। ସେମାନେ କାହିଁକି ସହଯୋଗ ଦେବେ? ରାଜା ପଚାରିଲେ, ମନ୍ତ୍ରୀ, ତୁମେ କ'ଣ ଚାହଁନା ଯେ ଦେଶଜୟୀ ଭାବରେ ମୋର ସୁନାମ ହଉ? ମନ୍ତ୍ରୀ କହିଲେ, ମହାରାଜ, ମୁଁ ଚାହେଁ ବିଜ୍ଞ ଓ ପ୍ରଜା ହିତୈଷୀ ରାଜା ଭାବେ ଆପଣଙ୍କର ସୁନାମ ହଉ। ମନ୍ତ୍ରୀଙ୍କ କଥାକୁ ଉପେକ୍ଷା କରି ଜୟଚନ୍ଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ଦିନେ ରାତିରେ ସେ ଜଣେ ମହିଳା ଦୂତ ପାଖରୁ ପାଇଲେ ଖଣ୍ଡିଏ ଗୋପନୀୟ ପତ୍ର। ଲେଖିଛନ୍ତି, ରାଣୀ ଚମ୍ପାବତୀ, ଉଦୟନଙ୍କୁ ବିବାହ ହୋଇ ମୁଁ ଅନୁତପ୍ତ। ଆପଣ ମୋତେ ଅତି ସରାଗରେ ଚାହୁଁଛନ୍ତି ଜାଣି ମୁଁ ଆପଣଙ୍କର ହେବାକୁ ପ୍ରସ୍ତୁତ। ଆଜି ସନ୍ଧ୍ୟାରେ ସୀମାନ୍ତବର୍ତ୍ତୀ ଅରଣ୍ୟର ଉତ୍ତରା କୋଣରେ ଥିବା ଭଙ୍ଗା ମନ୍ଦିର ପାଖକୁ ଆସିବେ। ବିଜୟପୁରୀ କିପରି ସହଜରେ ଦଖଲ କରିବେ ତାହା ବତାଇଦେବି। ଚିଠି ଖଣ୍ଡକ ପଢ଼ି ରାଜା ଜୟଚନ୍ଦ୍ରଙ୍କର ପୁଲକର ସୀମା ରହିଲା ନାହିଁ। ସେ ତାକୁ ବାରମ୍ବାର ପଢ଼ିଲେ। କିପରି ସୂର୍ଯ୍ୟାସ୍ତ ହେବ ଆଉ ସେ ବାହାରି ପଡ଼ିବେ, ସେଥିପାଇଁ ଅଥ ହୋଇ ପ୍ରସାଦ ଛାଡ଼ି ପଦଚାରଣା କରୁଥାନ୍ତି। କ'ଣ କହି ରାଣୀ ଚମ୍ପାବତୀକୁ ଅଭିବାଦନ ଜଣାଇବେ ତାହା ହିଁ ଠିକ୍ କରୁଥାନ୍ତି। ରାଜା ଚିଠି କଥା ନିଜ ମନ୍ତ୍ରୀଙ୍କୁ ବି କହିଲେ ନାହିଁ। ସନ୍ଧ୍ୟାବେଳେ ଯାଇ ଭଙ୍ଗା ମନ୍ଦିର ପାଖରେ ଏକାକୀ ପହଞ୍ଚିଲେ ଆଉ ତତ୍କ୍ଷଣାତ୍ ବନ୍ଦୀ ହେଲେ। ବିଜୟପୁରୀ ପ୍ରସାଦରେ ତାଙ୍କୁ ଅବଶ୍ୟ ରାଜା ଉଦୟନ ଖୁବ୍ ଭଲରେ ରଖିଲେ। ଏହାପରେ ଉଦୟନଙ୍କ ଗୋପନ ପତ୍ର ଯାଇ ବୀରନଗରୀର ମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା। ସେଥିରେ ଲେଖାଥିଲା, ରାଜା ଜୟଚନ୍ଦ୍ର ବନ୍ଦୀ, ତାଙ୍କର କ୍ଷତି ହେବ ନାହିଁ। ଏକଥା କାହାକୁ ଜଣାଇବା ଦରକାର ନାହିଁ। ଯୁଦ୍ଧରେ ଯାହା ଖର୍ଚ୍ଚ କରିଥାନ୍ତ ତାହା ପ୍ରଜାଙ୍କ ହିତ ପାଇଁ ଖର୍ଚ୍ଚ କର। ମୁଁ ଉପହାର ସ୍ୱରୂପ 1 କୋଟି ଟଙ୍କା ପଠାଉଛି। ଏହାକୁ ବି ଜନକଲ୍ୟାଣକାରୀ କାମରେ ବ୍ୟୟ କର। ଯଥା ସମୟରେ ଜୟଚନ୍ଦ୍ର ଫେରିଯିବେ। ମନ୍ତ୍ରୀ ନିଜ ରାଜା ପାଇଁ ଯେତିକି ଦୁଃଖିତ ହେଲେ, ଯୁଦ୍ଧରୁ ଅବ୍ୟାହତି ମିଳିବା ଯୋଗୁଁ ସେତିକି ଖୁସି ମଧ୍ୟ ହେଲେ। ସେ ନିଜର ସବୁ ସମୟ ଓ ଶକ୍ତି ଦେଇ ପ୍ରଜାଙ୍କ ହିତ ସାଧନ କଲେ। ଉଦୟନଙ୍କ ଦାନ ଅର୍ଥରେ ସେ ଉଦୟନଙ୍କ ନାମରେ ହିଁ କେତେକ କଲ୍ୟାଣକର କାମ କଲେ। 1 ବର୍ଷ ପରେ ଉଦୟନ ଜୟଚନ୍ଦ୍ରକୁ ମୁକ୍ତି ଦେଇ କହିଲେ, ରାଜା ଜୟଚନ୍ଦ୍ର, ତମେ ଯେ ବନ୍ଦୀ ଥିଲ ଏକଥା ତମ ମନ୍ତ୍ରୀ ଛଡ଼ା ତମ ରାଜ୍ୟରେ ଆଉ କେହି ଜାଣନ୍ତି ନାହିଁ। ଛଦ୍ମବେଶରେ ତମେ ଫେରିଯାଅ। ଜାଣି ରଖ, ଯୁଦ୍ଧ କଲେ ତମେ ଜିତିପାରିବ ନାହିଁ। ତମ ପ୍ରଜାମାନେ ହିଁ ମୋ ସହ ଯୁଦ୍ଧକୁ ନାପସନ୍ଦ କରିବେ। ମୋ ପ୍ରଜାମାନେ କିନ୍ତୁ ଆପ୍ରାଣ ମୋତେ ସାହାଯ୍ୟ ଦେବେ।
ଜୟଚନ୍ଦ୍ର ଛଦ୍ମବେଶରେ ନିଜ ରାଜ୍ୟ ଭିତରେ ଦେଇ ଆସୁ ଆସୁ ଲକ୍ଷ୍ୟ କଲେ ପ୍ରଜାମାନେ ଉଦୟନଙ୍କ ବଦାନ୍ୟତା ଯୋଗୁଁ ତାଙ୍କ ପ୍ରଶଂସାଗାନ କରୁଛନ୍ତି। ଦୁଇ ରାଜ୍ୟର ପ୍ରଜାଙ୍କ ଭିତରେ ଖୁବ୍ ସଦ୍ଭାବ, ବେପାର ବଣିଜରେ ବହୁତ ଉନ୍ନତି ହେଇଛି। ମନ୍ତ୍ରୀ ରାଜା ଫେରିଆସିବାର ଦେଖି ଆନନ୍ଦିତ ହେଲେ, କିନ୍ତୁ ରାଜା ମୁହଁ ଶୁଖାଇ କହିଲେ, ମନ୍ତ୍ରୀ, ମୁଁ ବନ୍ଦୀ ଥିଲି ବୋଲି ଜାଣି ତୁମେ ମୋତେ ମୁକ୍ତି କରିବାର ଚେଷ୍ଟା କଲ ନାହିଁ କାହିଁକି? ମନ୍ତ୍ରୀ କହିଲେ, ମହାରାଜ, ଆମେ ବିଜୟପୁରୀ ଆକ୍ରମଣ କରିବା ମାତ୍ରେ ଉଦୟନ ତ ଆପଣଙ୍କୁ ପ୍ରଥମେ ହତ୍ୟା କରିପାରିଥାନ୍ତେ। ଜୟଚନ୍ଦ୍ର ଏ ସମ୍ଭାବନା ସତ ବୋଲି ଜାଣି ଚୁପ୍ ରହିଲେ। ମନ୍ତ୍ରୀ ତାଙ୍କୁ ବୁଝାଇଲେ, ମହାରାଜ, ପ୍ରଜାଙ୍କ ଯୋଗୁଁ ରାଜା, ପ୍ରଜାଙ୍କ ଭିତରେ ରାଜା ଧନୀ। ପ୍ରଜାଙ୍କ ଉନ୍ନତି ଆଉ ସୁଖ ପାଇଁ କାମ ନ କରି ସେମାନଙ୍କର ସର୍ବନାଶ ହେଲାଭଳି ଯୁଦ୍ଧରେ ମାତିବା ରାଜାଙ୍କ ପକ୍ଷରେ ଶୋଭା ପାଏ ନାହିଁ। ଉଦୟନଙ୍କୁ ମିତ୍ର ରୂପେ ପାଇଲେ ଆପଣଙ୍କର ଯେତେ ଭଲ ହବ, ଶତ୍ରୁ ରୂପେ ଦେଖିଲେ ସେତିକି କ୍ଷତି ହବ। ଭାବି ଦେଖନ୍ତୁ। ଜୟଚନ୍ଦ୍ର କ୍ରମେ ସବୁ ବୁଝିଲେ। ଉଦୟନ ଚାହିଁଥିଲେ ତାଙ୍କୁ ବନ୍ଦୀ କରିବା ପରେ ତାଙ୍କ ରାଜ୍ୟ ବି ଅଧିକାର କରି ନେଇ ପାରିଥାନ୍ତେ, କିନ୍ତୁ ତାହା ନ କରି ତାଙ୍କୁ ଅତିଥି ରୂପେ ରଖି ପୁଣି ମୁକ୍ତି ଦେଲେ। ଉଦୟନ ବାସ୍ତବିକ ଉଦାର। କିଛିଦିନ ପରେ ଜୟଚନ୍ଦ୍ର ରାଜା ଉଦୟନଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କଲେ। ଉଦୟନ ସଙ୍ଗେ ସଙ୍ଗେ ତାହା ଗ୍ରହଣ କରି ଆସିଲେ। ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଗଲା। ଦୁଇ ରାଜ୍ୟ ଆଦର୍ଶ ପ୍ରତିବେଶୀ ରୂପେ ପରସ୍ପର ସହଯୋଗ ଦ୍ୱାରା ସମୃଦ୍ଧ ହେଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ଶତ୍ରୁତା ଓ ମିତ୍ରତା।